ଆମ ସେଠି ଗୋଟେ ବୁଦ୍ଧ ମୂର୍ତ୍ତି ଅଛି। ବୁଦ୍ଧ ବୁଦ୍ଧ ହଁ ତ ସେଇ ମୂର୍ତ୍ତି ବିଷୟରେ ତମ ଦୁଇ ଜଣଙ୍କୁ ମୁଁ କିଛି ପଚାରିବି, ତମେ ମାନେ କହିବ ହେଲା। କୁହ। ବୁଝିପାରିଲେନି ଆପଣ ସାଙ୍ଗେ ସାଙ୍ଗେ କ'ଣ ପ୍ରୋବ୍ଲେମ୍ ହେଇଥିଲେ? ଓହୋ ଠାକୁର ବା ଏଇ ମୂର୍ତ୍ତି ବିଷୟରେ ମୁଁ କହୁଛି କହ। ଜଷ୍ଟ କହିଲେ ସବୁ କହୁଥିଲେ ସାଙ୍ଗେ ସାଙ୍ଗେ ହେ ହେ ଦାଦୀମାଙ୍କ କଥାରେ କହିଥିଲି ନା 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 ଆକ୍ଚୁଆଲି ଆମେ କହିଲୁ ଆମ ସମସ୍ତଙ୍କ କଷ୍ଟ୍ୟୁମ୍ ଚେଞ୍ଜ ହେଉଛି, ଆମେ ସମସ୍ତେ ସବୁ ପୁରୁଣା ହେଇଗଲାଣି, କେତେ ଲୋକ ଆସି କେତେ ଗଲାଣି, ସେଟ୍ ଛୁଆ ଚାଲିଛି, ରଙ୍ଗ ହେଉଛି, ରଙ୍ଗ ଦିଆ ହେଉଛି, ଚେଞ୍ଜ ହେଉଛି। ବଟ୍ ଆମର ବୁଦ୍ଧ ମାନେ ଆମ ଗଡ଼୍ ଯିଏ ତାଙ୍କର ସିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ଏମିତି ଭାବରେ। ପାଖାପାଖି 3 years ଏଭବ ହେଇଗଲାଣି। ତ ତୋର କ'ଣ ହେଲା ପୁଣି? ବୁଦ୍ଧଙ୍କର ଭାବେରେ ଟିକେ ପଡ଼ିଗଲୁ ନା କ'ଣ? ଆଚ୍ଛା ତାପରେ କହ। ହଁ ଶରଣମ୍ ଗଚ୍ଛାମି। ଆଚ୍ଛା ତ ସେଇଟା କରୁଛି। ଆଚ୍ଛା। ମୁଁ ସେଥିପାଇଁ କହିଲା ଆମେ ଟିକେ କମେଡ଼ି କଲୁ, ସେଥିପାଇଁ କ୍ଷମା ପ୍ରାର୍ଥନା ରିଏଲ୍ରେ ଆକ୍ଚୁଆଲି ମଜାମସ୍ତି ତ ମଜାମସ୍ତି ଆଉ ହଁ ବସ୍ ଟିକେ ମଜା କରିଥିଲେ ଆଉ ବାସ୍। ନାଇଁ ସେଇଟା ତ ମୁଁ କହିଲେ ଆପଣ କ'ଣ କହୁଥିଲେ? ଆପଣ ଏବେ କ'ଣ କହୁଥିଲେ? ନା ମୁଁ ଯୋଉଟା କହିଲି ସେଇଟା କ'ଣ କହିହବ? ମୁଁ ଯୋଉଟା କହିଲି ତାଙ୍କର ଗାଧୁଆ ନାହିଁ, ତାପରେ ଟୁଙ୍ଗ 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 ସେ ନାହିଁ, ତାପରେ ଶୋଇବା ନାହିଁ, କଷ୍ଟ୍ୟୁମ୍ ନାହିଁ, କଷ୍ଟ୍ୟୁମ୍ ଚେଞ୍ଜ ନାହିଁ। କ'ଣ କରେ? ଭଗବାନଙ୍କର କିଛି ଅବତାର ନଥାଏ, ସବୁଠି ଥାଆନ୍ତି। ବାସ୍ ବାସ୍ ଆଉ କିଛି କହିବି କିଛି କହିପାରିବି ନା ଯାହା ବି ଅଛନ୍ତି ତାଙ୍କ ପାଇଁ। ନା ନା